ନାଇଁ ଯେଉଁମାନେ ଲୋନ୍ ନେଉଛନ୍ତି ସେମାନଙ୍କର ଯଦି ରୋଜଗାର ଅଛି ନିଅନ୍ତୁ, କାରଣ ସୁଝିବାର କାପାସିଟି ଯଦି ଅଛି ନିଅନ୍ତୁ। ଆଉ ଲୋନ୍ ନେଇକି ଯଦି କାମରେ ନ ଲଗେଇ ପାରିବ ଲାଭଟା କ'ଣ ହେବ? ଆଉ ଯିଏ ନେଲେ ହଣା ରୋଜଗାର ଚାଲିଛି ସବୁ, ଲାଭଟା କ'ଣ ହେଲା? ଅଯଥା ଲୋକ ବଳି ପଡ଼ିବା କଥା। ଯଦି ଅସୁବିଧା ସୁବିଧା ଅଛି ଗୋଟେ ଲୋକର ଡେରି ହେଇଗଲା, ଫାଇନାନ୍ସିଆଲ କ'ଣ ଗୁଣ୍ଡା ହେଇକି ମାରିଦେବାଟା ଠିକ୍, ହାତ ଆଣିଦେବା ଠିକ୍? ଯେଉଁ ଲୋକଟା ଅକର୍ମ ହେଲା ସେ ସରକାର ତାକୁ କ'ଣ ସାହାଯ୍ୟ କରିବ? ଫାଇନାନ୍ସିଆଲ ଦେଲାବେଳେ ବୁଝେଇ ସୁଝେଇ ଦେଉଛନ୍ତି, ନେଲା ବେଳକୁ ଏମିତି ଯୁକ୍ତିତର କରି ହାଣ କେଉଁଠୁ ମାରଧର କରି ନେବାର ଲାଭଟା କ'ଣ? ଏରା ଭାରି ଖରାପ ଜିନିଷ ଭାଇ। ସରକାରକୁ କହିବେ କ'ଣ? ସରକାର ଆ ଉପରେ ପଦକ୍ଷେପ ନେବା ଦରକାର କି ଯଦି ଗୋଟେ ଲୋକ ବର୍ଷେ କହିକି ଆଣିକିରି 2 ବର୍ଷ ହେଇଛି ତାକୁ ଜୋରିମନା କରିବା ଦରକାର। 4 ମାସ ଯଦି ଘୁଞ୍ଚିଗଲା ଏଇଟା କ'ଣ ଗୋଟେ ଅପରାଧ ହେଇଗଲା? ସେ ଅଭାବରେ ଅଛି ବୋଲି ଦେଇପାରୁନି, ଲୋଭରେ ନେଇଛି ଅଭାବରେ ଦେଇପାରୁନି। ଯିଏ ବର୍ଷେ 2 ବର୍ଷ ହେଇଗଲା ବେଳେ ବେଳେ ତାକୁ ଥାନା କୋର୍ଟ କଚେରୀ ହଉ, ଆଉ ମାରଧରଟା ଏଗୁଡ଼ା କ'ଣ ଠିକ୍ କଥା? ତେଣୁ ସରକାରଙ୍କୁ କୁହାଯାଉ ଏଗୁଡ଼ାକ ଟିକେ ଦୃଷ୍ଟି ଦିଅନ୍ତୁ। ଓଡ଼ିଶା ରାଜନୀତିକି ନେଇ ଏବେ ଯେଉଁ ପରିସ୍ଥିତି ଚାଲିଛି ସାଧାରଣ ଲୋକ ଜାଣିପାରୁନାହାନ୍ତି। ଏପଟେ ନେଉଛନ୍ତି ସେପଟେ ଦେଉଛନ୍ତି ବୋଲି ବୁଝିପାରୁନାହାନ୍ତି। ଏପଟେ ନେଲେ ସେପଟେ ଦେଲେ, ବୁଝୁଛନ୍ତି କି? ତେଣୁ ଅଙ୍କା ଗୋଟେ ଡାଲି ହେଉ ତେଲ ହେଉ କେଉଁ ବାବଦରେ ଗୋଟେ ଗ୍ୟାସ୍ର କେମିତି ଘଟିଲା, ଯେଉଁ ଲୋକ ଗ୍ୟାସ୍ ପାଇଲେନି ମାସ ମାସ ଧରିକିରି ଗ୍ୟାସ୍ ବ୍ଲାକ୍ରେ ବିକ୍ରି ହେଲା, ଏଠି ମିଳିଲାନି, ଏସବୁ ଜିନିଷ ହେଲେ କେମିତି ହେବ? ବୁଝୁଛନ୍ତି କି? ମୋହନ ସରକାର କାମ ରଖିଛନ୍ତି ସବୁ ଠିକ୍, କିନ୍ତୁ ଗୋଟେ ଜିନିଷ ହେଉଛି କ'ଣ ଟିକେ ନଜର ଦିଅନ୍ତୁ। ସେ ଶିକ୍ଷାବିତ ଲୋକ, ବୁଦ୍ଧି ଜ୍ଞାନ ଅଛି, ତାପରେ ନୂଆ ବୋହୂ ହୋଇଲେ ଘରଟାକୁ ଟିକେ ଉଣ୍ଡିବାକୁ କିଛି ସମୟ ଲାଗିବ, ବର୍ଷ ପୁରିଲା, ଏତିକି ଜିନିଷ ଗୋଟେ ଖୁସି ଲାଗୁଛି। ସେ ତ ଚୋର ଧରିବାର ମାଷ୍ଟର ଆମେ ଦେଖିଲୁ ଆଉ ଓଡ଼ିଶାରେ ଚୋର ଧରିବାର ମାଷ୍ଟର ମୋହନ ସରକାର। ସିଏ ଶୁଣନ୍ତୁ ଖାଇକିରି ତାଙ୍କର କେଉଁଠି ଦୁର୍ନୀତି ଅଛି ତାଙ୍କୁ ଧରନ୍ତୁ, ଆର ସରକାର ଧରୁ, ହଁ ଯିଏ ଆସୁ ତାଙ୍କୁ ଧରିବ।